ନେଇ ସ୍ପଷ୍ଟ ଚିତ୍ର। ଘୁରି ଘୁରି ସମୁଦ୍ର ମଝିରୁ ଉପକୂଳକୁ ମାଡ଼ି ଆସୁଛି। 12 ଘଣ୍ଟାରେ ବାତ୍ୟାର ପରିଣତ ହେବ। ବାତ୍ୟାକୁ ନେଇ ସତ ହେବାର ଲାଗିଛି ଆକଳନ। ସାମ୍ନାକୁ ଆସିଲା ବାତ୍ୟାର ଗତିପଥ। ଏହି ରାସ୍ତା ଦେଇ ଏହି ସ୍ଥାନରେ ଯାଇ ପିଟି ହୋଇପାରେ। 12 ଘଣ୍ଟା ପରେ ମାଡ଼ି ଆସିବ ବାତ୍ୟା। ଏବେ ସମୁଦ୍ର ଭିତରେ ବଳ ଗୋଟାଇବାରେ ଲାଗିଛି। ଧୀରେ ଧୀରେ ଶକ୍ତି ବଢ଼ାଉଛି ବାତ୍ୟା। ପ୍ରଚଣ୍ଡ ରୂପ ଧାରଣ କରି ଉପକୂଳରେ ଆସି ପିଟି ହେବ। ହଁ ଆଜ୍ଞା, ବାତ୍ୟା ଆସେ ଆଉ ସବୁକିଛି ଛାରଖାର କରି ପଳାଏ। ଘର ଦ୍ୱାର ସବୁକିଛି ଉଜାଡ଼ି ଦିଏ। ବାତ୍ୟା ଓଡ଼ିଶାକୁ ଅନେକ ଥର ଆସିଛି ଆଉ ଓଡ଼ିଶାର ମେରୁଦଣ୍ଡକୁ ଭାଙ୍ଗି ଦେଇଛି। ପୁଣି ଥରେ ଓଡ଼ିଶାକୁ ବାତ୍ୟା ଆସିଛି। 2 ତାରିଖ ପରେ ସ୍ପଷ୍ଟ ହେବ କେଉଁଠାରେ ମାଡ଼ ହେବ। ବଙ୍ଗୋପସାଗରରେ ବାତ୍ୟା ଆସିଲେ ଓଡ଼ିଶାକୁ ବିପଦ ମାଡ଼ି ଆସେ। ଏବେ ପୁଣି ଥରେ ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଓଡ଼ିଶାର ଉପକୂଳବାସୀଙ୍କୁ ଡରାଉଛି। ଭୟରେ ଦିନ ଗଣୁଛନ୍ତି ଆଗରୁ ସାମ୍ନା କରିଥିବା ପୀଡ଼ିତମାନେ। କାରଣ ସେମାନେ ଅଙ୍ଗ ଲିଭେଇଛନ୍ତି ବାତ୍ୟାର କୋପକୁ। ଗୁରୁବାର ସକାଳ ସୁଦ୍ଧା ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଏବଂ ସଂଲଗ୍ନ ଶ୍ରୀଲଙ୍କା ଉପକୂଳରେ ଏକ ବିକଶିତ ପାଗ ପ୍ରଣାଳୀ ଘନୀଭୂତ ହୋଇ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି ଏବଂ ଆଗାମୀ 12 ଘଣ୍ଟାରେ ଏହା ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶାର ପ୍ରଭାବ ପଡ଼ିବ କି ନାହିଁ ପାଣିପାଗ କେନ୍ଦ୍ର ସ୍ପଷ୍ଟ କରିନାହିଁ। ଶ୍ରୀଲଙ୍କା ଉପକୂଳରେ କେନ୍ଦ୍ରୀଭୂତ ହୋଇଛି ଏହି ବାତ୍ୟା। ସମୁଦ୍ର